ଯଥାଶୀଘ୍ର ବନ୍ଦ କରନ୍ତୁ, ନହେଲେ ଖାତାରୁ କଟିବ 436 ଟଙ୍କା। ପିଏମ୍ଜେଜେବିୱାଇ ଯୋଜନାକୁ ନେଇ ବଡ଼ ଅପଡେଟ୍। ବ୍ୟାଙ୍କ ଖାତାରୁ କଟୁଛି 436 ଟଙ୍କା। ଆଜିର ଏହି ବଡ଼ ଅପଡେଟ୍ରେ ଆମେ ଜାଣିବା ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଅର୍ଥାତ୍ ପିଏମ୍ଜେଜେବିୱାଇ ସ୍କିମ୍ ସମ୍ପର୍କରେ। ଅନେକ ଏସ୍ବିଆଇ ଗ୍ରାହକଙ୍କ ମୋବାଇଲକୁ ଏକ ମେସେଜ ଆସୁଛି, ଯେଉଁଥିରେ ଲେଖାଯାଇଛି ଯେ ଖାତାରେ 436 ଟଙ୍କା ବାଲାନ୍ସ ରଖନ୍ତୁ, କାରଣ ପିଏମ୍ଜେଜେବିୱାଇ ବୀମା ଯୋଜନାର ରିନ୍ୟୁଆଲ ପ୍ରିମିୟମ ଅଟୋ ଡେବିଟ୍ ହେବ। ଏହି ମେସେଜ ଦେଖି ଅନେକ ଲୋକ ଭୟଭୀତ ହେଉଛନ୍ତି ଏବଂ ଭାବୁଛନ୍ତି ଯେ ବ୍ୟାଙ୍କ କାହିଁକି ଟଙ୍କା କାଟିବାକୁ ଯାଉଛି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ତଥ୍ୟ ଜାଣିନେବା। ପିଏମ୍ଜେଜେବିୱାଇ ହେଉଛି କେନ୍ଦ୍ର ସରକାରଙ୍କ ଏକ ଜୀବନ ବୀମା ଯୋଜନା। ଯଦି କୌଣସି ବ୍ୟକ୍ତି ଏହି ଯୋଜନାରେ ନାମ ଲେଖାଇଥାନ୍ତି, ତେବେ ତାଙ୍କ ମୃତ୍ୟୁ ହେଲେ ନୋମିନିକୁ 2 ଲକ୍ଷ ଟଙ୍କା ବୀମା ସହାୟତା ମିଳିଥାଏ। ଏହି ଯୋଜନା ପ୍ରତିବର୍ଷ ନବୀକରଣ ହୁଏ ଏବଂ ପ୍ରିମିୟମ ରାଶି ସିଧାସଳଖ ବ୍ୟାଙ୍କ ଖାତାରୁ କଟିଯାଉଛି। ଯଦି ଆପଣ ପୂର୍ବରୁ ପିଏମ୍ଜେଜେବିୱାଇ ଯୋଜନାରେ ଯୋଗ ଦେଇଥିବେ, ତେବେ ବ୍ୟାଙ୍କ ଆପଣଙ୍କ ଖାତାରୁ 436 ଟଙ୍କା କାଟିପାରେ। ଏହା ହେଉଛି ବାର୍ଷିକ ପ୍ରିମିୟମ। ତେଣୁ ଯେଉଁମାନେ ଏହି ଯୋଜନାରେ ଅଛନ୍ତି, ସେମାନଙ୍କ ବ୍ୟାଙ୍କ ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଉଛି। ଏବେ ଏହି ପ୍ରଶ୍ନ, ଯଦି ଆପଣ ଏହି ଯୋଜନା ଚାଲୁ ରଖିବାକୁ ଚାହୁଁନାହାନ୍ତି, ତାହେଲେ କ'ଣ କରିବେ? କାହିଁକି ନା ବହୁତ ଲୋକ କହୁଛନ୍ତି କି ଆମେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବାକୁ ଚାହୁଁନାହୁଁ। ବର୍ଷକୁ ଆପଣମାନଙ୍କର 436 ଟଙ୍କା ଯେଉଁ କଟୁଛି, ସେଟା ଆପଣଙ୍କର କଟିବନି। ଆମେ କ'ଣ କରିବୁ? ଏଥିପାଇଁ ଆପଣ ନିଜ ବ୍ୟାଙ୍କ ଶାଖାକୁ ଯାଇ ପିଏମ୍ଜେଜେବିୱାଇ ବନ୍ଦ କରିବା ପାଇଁ ଆବେଦନ କରିପାରିବେ। କିଛି ବ୍ୟାଙ୍କରେ ୱାଇଓଏନ୍ଓ କିମ୍ବା ନେଟ୍ ବ୍ୟାଙ୍କିଂ ମାଧ୍ୟମରେ ମଧ୍ୟ ଆପ୍ ଆଉଟ୍ ସୁବିଧା ଥାଏ। ତେବେ ବ୍ୟାଙ୍କ ଅନୁଯାୟୀ ପ୍ରକ୍ରିୟା ଭିନ୍ନ ହୋଇପାରେ। ଯଦି ଆପଣଙ୍କ ଖାତାରୁ 436 ଟଙ୍କା କଟିଯାଉଛି ଏବଂ ଆପଣ ଜାଣିନଥିଲେ ଯେ ଏହି ଯୋଜନାରେ ଆପଣ ଅଛନ୍ତି ବୋଲି, ତେବେ ନିକଟସ୍ଥ ବ୍ୟାଙ୍କ ଶାଖାରେ ଯାଇ ଯୋଗାଯୋଗ କରି ନିଜର ଷ୍ଟାଟସ୍ ଯାଞ୍ଚ କରନ୍ତୁ। କାହିଁକି ନା ଏବେ କ'ଣ ହେଉଛି ନା, ବହୁତ ଲୋକମାନେ ଏହି ଯୋଜନା ବିଷୟରେ ବିଲକୁଲ ଜାଣିନାହାନ୍ତି ଆଉ ସେମାନଙ୍କର ଡାଇରେକ୍ଟ 436 ଟଙ୍କା କଟିଯାଉଛି। ଦିନକୁ ଆପଣଙ୍କର ଟଙ୍କେ 20 ପଇସା ଲେଖା କଟେ। 1 ଟଙ୍କା 20 ପଇସା ପ୍ରତିଦିନ ମିଶାଇଲା ପରେ ଆପଣମାନଙ୍କର ବର୍ଷକୁ ହେଇଯାଉଛି 436 ଟଙ୍କା। ଆପଣଙ୍କୁ ବିନା କୌଣସି ଇନଫର୍ମେସନରେ ଆପଣଙ୍କର ଡାଇରେକ୍ଟ 436 ଟଙ୍କା ଆପଣଙ୍କର କାଟି ଦେଉଛନ୍ତି। ତ ଆପଣ ଜାଣିପାରୁନାହାନ୍ତି ଏ ଟଙ୍କା କାହିଁକି କଟୁଛି, କ'ଣ ପାଇଁ କଟୁଛି। ଆଉ ଏ ଯେଉଁ ଯୋଜନାଟି ଆପଣମାନଙ୍କୁ କହୁଛି, ଆଦେହରେ ଲାଭ କ'ଣ କ୍ଷତି କ'ଣ ସବୁକିଛି ମୁଁ ଆପଣମାନଙ୍କୁ ଜଣାଇବି। ଏଇ ଯେଉଁ ଯୋଜନାରେ ଆପଣଙ୍କର ଯେଉଁ ପଇସାଟା କଟିବ, ଏଟା ନୁହେଁ କି ଗୋଟେ ଅଟଳ ବିହାରୀ ବାଜପେୟୀ ଯୋଜନା ଟାଇପ୍ର ଆପଣଙ୍କୁ ପରେ ପେନସନ୍ ମିଳିବ, ଏମିତି କିଛି ହେବ ନାହିଁ। ଆପଣଙ୍କର ଯଦି ଇନ୍ କେସ୍ ମାନେ ବୟସ କମ୍ ବୟସରେ ଆପଣଙ୍କର ଡେଥ୍ ହେଇଯାଉଛି ବା ଆପଣ କୌଣସି ଦୁର୍ଘଟଣା ଜଣକ ଆପଣଙ୍କର ମୃତ୍ୟୁ ଘଟୁଛି, ତାହେଲେ ଆପଣଙ୍କ ନୋମିନିରେ ଯିଏ ଥିବ ତାକୁ 2 ଲକ୍ଷ ଟଙ୍କା ମିଳିବ। ଆପଣଙ୍କୁ ଏଟା ଯଦି ଆପଣ ବଞ୍ଚିଥିବେ, ଆପଣଙ୍କୁ ସେ ସମୟରେ କୌଣସି ପ୍ରକାର ପେନସନ୍ ମିଳିବନି, କୌଣସି ପ୍ରକାର ଇଏ ଆପଣଙ୍କୁ ଲାଭ ଦେବନି। ଆପଣଙ୍କର ବାସ୍ ବର୍ଷକୁ 436 ଟଙ୍କା ଲେଖାଏଁ କଟିବ। ତ ଏ ଜିନିଷ ଉପରେ ବହୁତ ଲୋକ ଜାଣିନାହାନ୍ତି କାହିଁକି ପିଏମ୍ଜେଜେବିୱାଇ ଯୋଜନାରେ ଆମେ ରହିବୁ। ପିଏମ୍ଜେଜେବିୱାଇ ଯୋଜନା କ'ଣ? ଏ ଯୋଜନାରୁ କାହିଁକି ଟଙ୍କା କଟୁଛି? ଆମେ ଏ ଯୋଜନାରେ ଅନ୍ତର୍ଭୁକ୍ତ ହେବାକୁ ଚାହୁଁନୁ, ଆମେ ଏ ଯୋଜନାରେ ପଇସା କାଟିବା ପାଇଁ ଚାହୁଁନୁ। ତ ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ପୁରା ଲାଷ୍ଟ ଯାଏ ଦେଖନ୍ତୁ। ମୁଁ ଆପଣଙ୍କୁ ଏ ଯୋଜନା ବିଷୟରେ ସମ୍ପୂର୍ଣ୍ଣ ପ୍ରକାର ଅପଡେଟ୍ ଦେବି। ଆପଣ ଯଦି ନିଜ ଇଚ୍ଛାରେ ଏ ଯୋଜନାରେ ରହିବା ପାଇଁ ଚାହୁଁଛନ୍ତି, ତାହେଲେ ରହିବେ, ନହେଲେ ଆପଣ ଯାଇକି ବ୍ୟାଙ୍କ ସହ ଯୋଗାଯୋଗ କରି ଆପଣ ଏ ଯୋଜନାରୁ ବାହାରି ଆସିବେ। ବ୍ୟାଙ୍କ ଖାତାରୁ କଟିପାରେ ଆପଣଙ୍କର 436 ଟଙ୍କା। ପିଏମ୍ଜେଜେବିୱାଇ ଯୋଜନାକୁ ନେଇ ଅପଡେଟ୍ ରହୁଛି। ଆପଣଙ୍କ ବ୍ୟାଙ୍କ ଖାତାରୁ ମଧ୍ୟ କଟିଯାଉଛି 436 ଟଙ୍କା। ଯଦି ଆପଣଙ୍କ ମୋବାଇଲକୁ ଏପରି ମେସେଜ ଆସୁଛି, ତେବେ ଏହି ଖବରଟି ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, କାରଣ ଆଜି ଆମେ ଜାଣିବା ପିଏମ୍ଜେଜେବିୱାଇ ଯୋଜନା କ'ଣ, କାହିଁକି 436 ଟଙ୍କା କଟିଯାଉଛି, କେଉଁମାନଙ୍କ ଖାତାରୁ ଏହି ଟଙ୍କା କଟିପାରେ। ବର୍ତ୍ତମାନ ବ୍ୟାଙ୍କ ଗ୍ରାହକଙ୍କ ମୋବାଇଲକୁ ଏକ SMS ପଠାଯାଉଛି। ଏହି ମେସେଜରେ ଲେଖାଯାଇଛି ଯେ ଖାତାରେ 436 ଟଙ୍କା ବାଲାନ୍ସ ରଖନ୍ତୁ, କାରଣ ପିଏମ୍ଜେଜେୱାଇ ଯୋଜନାରେ ପ୍ରିମିୟମ ଅଟୋ ଡେବିଟ୍ ହେବ। ତେବେ ଆପଣଙ୍କୁ କହି ରଖୁଛୁ, ପିଏମ୍ଜେଜେବିୱାଇ ବା ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ହେଉଛି କେନ୍ଦ୍ର ସରକାରଙ୍କ ଏକ ଜୀବନ ବୀମା ଯୋଜନା। ଏହି ଯୋଜନାରେ ନାମ ଥିବା ବ୍ୟକ୍ତିଙ୍କ ମୃତ୍ୟୁ ପରିବାରକୁ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ସହାୟତା ରାଶି ମିଳିଥାଏ। ପ୍ରତିବର୍ଷ ଏହି ଯୋଜନାର ନବୀକରଣ କରାଯାଏ। ସେଥିପାଇଁ ବାର୍ଷିକ ପ୍ରିମିୟମ ଭାବେ 436 ଟଙ୍କା ବ୍ୟାଙ୍କ ଖାତାରୁ ସ୍ୱୟଂଚାଳିତ ଭାବେ କଟିଯାଏ। ଯେଉଁମାନେ ପୂର୍ବରୁ ଏହି ଯୋଜନାରେ ଯୋଗ ଦେଇଛନ୍ତି, ସେମାନଙ୍କ ପାଖକୁ ଏହି ସୂଚନା ପଠାଯାଉଛି। ତେବେ ହେଉଛି ସମସ୍ତଙ୍କ ଖାତାରୁ କ'ଣ 436 ଟଙ୍କା କଟିବ ନାହିଁ, କେବଳ ସେହି ବ୍ୟକ୍ତିଙ୍କ ଖାତାରୁ କଟିବ ଯେଉଁମାନେ ପିଏମ୍ଜେଜେବିୱାଇ ଯୋଜନାରେ ନାମ ଲେଖାଇଛନ୍ତି ଏବଂ ଅଟୋ ଡେବିଟ୍ ସୁବିଧା ଚାଲୁ ରଖିଛନ୍ତି। ଯଦି ଆପଣ ଏହି ଯୋଜନା ବନ୍ଦ କରିବାକୁ ଚାହୁଁଛନ୍ତି, ତେବେ ନିଜ ବ୍ୟାଙ୍କ ଶାଖାରେ ଯୋଗାଯୋଗ କରି ଅପଡେଟ୍ ଆଉଟ୍ କିମ୍ବା
डिक्यूशन करेंगे। अनेक बैंक ऑनलाइन सुविधा मध्य उपलब्ध रही। तेणु जदि आपण पाखक एपरी मेसेज आसूची तेबे प्रथमे जांच करंतु आपण पीएमजेजेबीवाई योजना रे काहेकि नाहंती अछंती। जदि अछंती तेबे खातारे पर्याप्त पर्यंत बालांस रखंतु। यह थिला पीएमजेजेबीवाई योजना को नहीं संपूर्ण गुरुत्वपूर्ण अपडेट। एपरी सरकारी योजना और बैंक खबर पाई आम चैनल सह जोड़ी रुहंतु। धन्यवाद।